ଖ୍ରୀଷ୍ଟ ପ୍ରେମରେ ସମସ୍ତଙ୍କୁ ମୋର ଭକ୍ତିପୂର୍ଣ୍ଣ ନମସ୍କାର। ସର୍ବପ୍ରଥମେ ଆମ୍ଭମାନଙ୍କର ତ୍ରିଏକ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ପାଇଁ ଚାହେଁ, କାରଣ ଏହି ସନ୍ଧ୍ୟା ସମୟରେ ସେ ମୋତେ ଏହି ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଅଛନ୍ତି ତାଙ୍କର ବାକ୍ୟ ବ୍ୟାଖ୍ୟା କରିବା ନିମନ୍ତେ ଆପଣମାନଙ୍କ ସମ୍ମୁଖରେ। ଏହି ସନ୍ଧ୍ୟା ସମୟର ଧ୍ୟାନ ନିମନ୍ତେ ଆପଣମାନେ ଆପଣମାନଙ୍କର ଧର୍ମଶାସ୍ତ୍ର ମୋ ସହିତ ଖୋଲନ୍ତୁ। ହିତୋପଦେଶ 6 ଅଧ୍ୟାୟର 16 ପଦରୁ 19 ପଦ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କ ନିମନ୍ତେ 16 ପଦ ଅଧ୍ୟୟନ କରିବି। ଦୟାକରି ଆପଣମାନେ ଆପଣମାନଙ୍କର ଧର୍ମଶାସ୍ତ୍ରକୁ ନିରୀକ୍ଷଣ କରନ୍ତୁ। 16 ପଦ। 6 ଗୋଟି ବିଷୟକୁ ସଦାପ୍ରଭୁ ଘୃଣା କରନ୍ତି, ସପ୍ତବସ୍ତୁ ମଧ୍ୟ ତାହାଙ୍କର ଘୃଣାଯୋଗ୍ୟ। ଏ ସନ୍ଧ୍ୟା ସମୟର ଶୀର୍ଷକ ଏହା ହେବ, ସଦାପ୍ରଭୁ ଯାହା ଘୃଣା କରନ୍ତି, ଆସନ୍ତୁ ଆମେ ବି ତାହାକୁ ଘୃଣା କରିବା। ସଦାପ୍ରଭୁ ଯାହା ଘୃଣା କରନ୍ତି, ଆସନ୍ତୁ ଆମେ ବି ତାହାକୁ ଘୃଣା କରିବା। କେଉଁ ବ୍ୟକ୍ତି 7ଟି ବିଷୟ ଘୃଣା କରନ୍ତି? ଏଠାରେ ଏ ପ୍ରକାର ଉଲ୍ଲେଖ କରାଯାଇଅଛି, 6 ଗୋଟି ବିଷୟକୁ ସଦାପ୍ରଭୁ ଘୃଣା କରନ୍ତି, ସେ ପ୍ରେମ କରନ୍ତି ନାହିଁ। ସପ୍ତବସ୍ତୁ ମଧ୍ୟ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଘୃଣାଯୋଗ୍ୟ। ସଦାପ୍ରଭୁ ଅର୍ଥାତ୍ ସେଲ୍ଫ ଏକ୍ଜିଷ୍ଟେଣ୍ଟ ଗଡ୍, ସ୍ୱୟଂ ବିଦ୍ୟମାନ ପରମେଶ୍ୱର, ଅନନ୍ତ ପରମେଶ୍ୱର, ସେ 7 ଗୋଟି ବିଷୟକୁ ସେ ଘୃଣା କରନ୍ତି, ସେ ପ୍ରେମ କରନ୍ତି ନାହିଁ। ଏବଂ ସେଇ 7 ଗୋଟି ବିଷୟ ଆମ୍ଭେମାନେ ମଧ୍ୟ ଘୃଣା କରିବା ଆବଶ୍ୟକ। କେଉଁ ସବୁ ବିଷୟ ଗୁଡ଼ାକ ଆମ୍ଭେମାନେ ଘୃଣା କରିବା ଆବଶ୍ୟକ ଏବଂ କେଉଁ ସବୁ ବିଷୟ ଗୁଡ଼ାକ ସଦାପ୍ରଭୁ ଘୃଣା କରନ୍ତି? ସଦାପ୍ରଭୁ ପ୍ରଥମତଃ ଅହଙ୍କାର ଦୃଷ୍ଟିକୁ ଘୃଣା କରନ୍ତି, ଗର୍ବର ଦୃଷ୍ଟିକୁ ଘୃଣା କରନ୍ତି। ଲୁସିଫର ଯେତେବେଳେ ସେ ଗର୍ବୀ ହେଲେ, ଈଶ୍ୱରଙ୍କ ସିଂହାସନରେ ବସିବା ପାଇଁ ସେ ଚେଷ୍ଟା କଲେ, ଯେତେବେଳେ ସେ ନିଜକୁ କହିଲେ ମୁଁ ଅର୍ଥାତ୍ ଅହମ୍ ଭାବ ଈଶ୍ୱରଙ୍କ ସମ୍ମୁଖରେ ପ୍ରଦର୍ଶନ କଲେ, ସେହି ସମୟରେ ତାହାର ପତନ ଘଟିଲା। ଏହି ବିଷୟକୁ ଆପଣମାନେ ପାଇପାରିବେ ଯେଶାୟା ପୁସ୍ତକ 14 ଅଧ୍ୟାୟରେ ଏବଂ ଜିହିଜିକେଲ 28 ଅଧ୍ୟାୟରେ ଏହି ବିଷୟକୁ ଆପଣମାନେ ପାଇପାରିବେ। ପ୍ରଥମ ବିଷୟ ଆମେ ଦେଖିଲୁ, ସଦାପ୍ରଭୁ ଗର୍ବୀ ବ୍ୟକ୍ତିଙ୍କୁ ଘୃଣା କରନ୍ତି, କିନ୍ତୁ ସେ ନମ୍ର ବ୍ୟକ୍ତିଙ୍କୁ ସେ ପ୍ରେମ କରନ୍ତି। ଯୀଶୁଖ୍ରୀଷ୍ଟ ଏହି ଜଗତରେ ଥିବା ସମୟରେ ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ସେ ନମ୍ରଶୀଳ ଜୀବନଯାପନ କାଟିଲେ। ଯଦି ଆପଣମାନେ ପଢ଼ିବେ ଫିଲିପିଓ ପୁସ୍ତକ 2 ଅଧ୍ୟାୟର 8 ପଦ, ସେଠାରେ ଏ ପ୍ରକାର ଲେଖା ଅଛି, He humbled himself and became obedient to the point of death. ମୃତ୍ୟୁ ପର୍ଯ୍ୟନ୍ତ ସେ ପିତା ପରମେଶ୍ୱରଙ୍କର ବାଧ୍ୟ ହେଲେ ଏବଂ ସେ ନିଜେ ନମ୍ର ହେଲେ। ଯେତେବେଳେ ଆମ୍ଭେମାନେ ନମ୍ର ହେବା, ସେହି ସମୟରେ ସଦାପ୍ରଭୁ ଆମ୍ଭମାନଙ୍କୁ ପ୍ରେମ କରିବେ, ସେ ଆମମାନଙ୍କୁ ଘୃଣା କରିବେ ନାହିଁ। କିନ୍ତୁ ଯେତେବେଳେ ଆମେମାନେ ଗର୍ବୀ ହେବା, ଅନ୍ୟମାନଙ୍କୁ ଅହଙ୍କାର ଦୃଷ୍ଟିରେ ଦେଖିବା,
ସେହି ସମୟରେ ସଦାପ୍ରଭୁ ଆମ୍ଭମାନଙ୍କୁ ମଧ୍ୟ ସେ ଘୃଣା କରିବେ। ଏବଂ ଦ୍ୱିତୀୟ ବିଷୟ ଆମ୍ଭେମାନେ ଆଲୋଚନା କରିବା, ସଦାପ୍ରଭୁ କ'ଣ ଘୃଣା କରନ୍ତି ଏବଂ ଆମ୍ଭେମାନେ କ'ଣ ଘୃଣା କରିବା ଉଚିତ। ଦ୍ୱିତୀୟ ବିଷୟ, ମିଥ୍ୟାବାଦୀ ଜିହ୍ବା, ଯେଉଁ ମୁଖରେ ଆମ୍ଭେମାନେ ସତ୍ୟ ପ୍ରକାଶ କରୁନାହୁଁ କିନ୍ତୁ ଅନେକ ସମୟରେ ଆମ୍ଭେମାନେ ମିଥ୍ୟା ଉଚ୍ଚାରଣ କରିଥାଉ, ସେହି ଜିହ୍ବାକୁ ସଦାପ୍ରଭୁ ଅର୍ଥାତ୍ ସ୍ୱୟଂ ସୃଷ୍ଟିକର୍ତ୍ତା, ଆମ୍ଭମାନଙ୍କର ତ୍ରାଣକର୍ତ୍ତା, ଯିଏ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି, ସେହି ପରମେଶ୍ୱର ସେ ଘୃଣା କରନ୍ତି। ଯେତେବେଳେ ହାନାନୀୟ ଏବଂ ସଫୀରା ଅର୍ଥାତ୍ ସଫୀରା ସେମାନେ ମିଥ୍ୟା ଉଚ୍ଚାରଣ କଲେ, ସେମାନେ ତତ୍କ୍ଷଣାତ୍ ମୃତ୍ୟୁବରଣ କରିଥିଲେ। କିନ୍ତୁ ବର୍ତ୍ତମାନ ଆମ୍ଭେମାନେ ଅନୁଗ୍ରହ ଯୁଗରେ ଅଛୁ, ତେଣୁ ପରମେଶ୍ୱରଙ୍କର ଅନୁଗ୍ରହ ସକାଶୁ ଆମ୍ଭେମାନେ ମିଥ୍ୟା କହିଲେ ମଧ୍ୟ ମୃତ୍ୟୁବରଣ କରୁନାହୁଁ। କିନ୍ତୁ ପରମେଶ୍ୱର ଏହି ମିଥ୍ୟା ବ୍ୟକ୍ତିଙ୍କୁ, ଯେଉଁମାନେ ମିଥ୍ୟା ଉଚ୍ଚାରଣ କରନ୍ତି, ମିଥ୍ୟା କୁହନ୍ତି, ସେମାନଙ୍କୁ ସଦାପ୍ରଭୁ ଘୃଣା କରନ୍ତି। ଏବଂ ସଦାପ୍ରଭୁଙ୍କର ଇଚ୍ଛା ଆକାଂକ୍ଷା ଏହା ଯେ ସେମାନେ ସତ୍ୟତାରେ ଚାଲନ୍ତୁ, ସେମାନେ ସତ୍ୟ ପ୍ରକାଶ କରନ୍ତୁ। ଯେତେବେଳେ ଆମ୍ଭେମାନେ ସତ୍ୟତାର ଜୀବନଯାପନ କରିବା, ସତ୍ୟତାରେ ଚାଲିବା, ସଦାପ୍ରଭୁ ଆମ୍ଭମାନଙ୍କୁ ପ୍ରେମ କରିବେ। ଏବଂ ତୃତୀୟ ବିଷୟ, ସଦାପ୍ରଭୁ କେଉଁ ବିଷୟକୁ ସେ ଘୃଣା କରନ୍ତି? ନିର୍ଦ୍ଦୋଷର ରକ୍ତପାତକାରୀ ହସ୍ତ, ଅର୍ଥାତ୍ ସରଳ ବ୍ୟକ୍ତିଙ୍କୁ ଯେତେବେଳେ ଆମ୍ଭେମାନେ ହତ୍ୟା କରିବା, ଯେଉଁ ବ୍ୟକ୍ତି ସରଳ ନିର୍ଦ୍ଦୋଷ, ଯେତେବେଳେ ଗୋଟେ ବ୍ୟକ୍ତିଙ୍କୁ ହତ୍ୟା କରାଯାଏ, ସେହି ବିଷୟକୁ ମଧ୍ୟ ସଦାପ୍ରଭୁ କ'ଣ କରନ୍ତି? ସେ ଘୃଣା କରନ୍ତି। ଏବଂ ଚତୁର୍ଥ ବିଷୟକୁ ଆମେ ଦେଖିବା, ଅନିଷ୍ଟ ଚିନ୍ତକ ଅନ୍ତଃକରଣ, ଅର୍ଥାତ୍ ଅନେକ ସମୟରେ ଆମ୍ଭେମାନେ ଅନ୍ୟର ଅମଙ୍ଗଳ ଚିନ୍ତା କରିଥାଉ, ଅନ୍ୟର ମଙ୍ଗଳ ଚିନ୍ତା କରିନଥାଉ। ଯେତେବେଳେ ଆମ୍ଭେମାନେ ଅନ୍ୟ ବ୍ୟକ୍ତିମାନଙ୍କର ଅମଙ୍ଗଳ ଚିନ୍ତା କରୁ, ଅନିଷ୍ଟ ଚିନ୍ତା କରୁ, ସେହି ବିଷୟ ଗୁଡ଼ାକ ମଧ୍ୟ ସଦାପ୍ରଭୁ ଘୃଣା କରନ୍ତି। ସଦାପ୍ରଭୁ ଚାହାନ୍ତି ଯେ ଆମ୍ଭେମାନେ ସେମାନଙ୍କର ମଙ୍ଗଳ ଚିନ୍ତା କରିବା, ସେମାନଙ୍କର ଭଲ ଚିନ୍ତା କରିବା, ସେମାନଙ୍କର ଅମଙ୍ଗଳ ଚିନ୍ତା କରିବା ନାହିଁ। ଯଦି ଆମ୍ଭେମାନେ ସେମାନଙ୍କର ଅମଙ୍ଗଳ ଚିନ୍ତା କରିବା, ତାହେଲେ ସଦାପ୍ରଭୁ ଆମ୍ଭମାନଙ୍କୁ ମଧ୍ୟ ଘୃଣା କରିବେ। ଏବଂ ଯେ ବ୍ୟକ୍ତିମାନେ ଅନିଷ୍ଟ ଚିନ୍ତକରଣ ଏବଂ ଅନିଷ୍ଟ ଚିନ୍ତା କରନ୍ତି, ସେମାନଙ୍କୁ ସଦାପ୍ରଭୁ ଘୃଣା କରନ୍ତି। ଏବଂ ପଞ୍ଚମ ବିଷୟ ଆମେ ଦେଖିବା, କୁକର୍ମ କରିବାକୁ ବେଗଗାମୀ ଚରଣ। ଯେଉଁ ବ୍ୟକ୍ତିମାନେ କୁକର୍ମ କରିବା ପାଇଁ ସେମାନଙ୍କର ଚରଣକୁ ଯଥାଶୀଘ୍ର ବ୍ୟବହାର କରନ୍ତି, ସେହି ବ୍ୟକ୍ତିମାନଙ୍କୁ ସଦାପ୍ରଭୁ ଘୃଣା କରନ୍ତି। ଏହି ଚରଣ ଦ୍ୱାରା ଆମେ ଅନେକ ସ୍ଥାନକୁ ଯାଇଥାଉ, ଯିବା ନିମନ୍ତେ ଆମର ଚରଣକୁ ଆମେ ବ୍ୟବହାର କରିଥାଉ ଏବଂ ଅତି ଶୀଘ୍ର ଯିବା ପାଇଁ ଆମେ ଚେଷ୍ଟା କରିଥାଉ, କୁକର୍ମ କରିବା ପାଇଁ, ମନ୍ଦ କାର୍ଯ୍ୟ କରିବା ପାଇଁ। ଯେତେବେଳେ ଆମେମାନେ ଏହି କାର୍ଯ୍ୟ କରୁ, ସଦାପ୍ରଭୁ ସେହି ବିଷୟକୁ ଘୃଣା କରିବେ, ଆମ୍ଭମାନଙ୍କୁ ଘୃଣା କରିବେ, ଆମର କାର୍ଯ୍ୟକୁ ଘୃଣା କରିବେ। କିନ୍ତୁ ଆମମାନଙ୍କର ଚରଣକୁ ଆମେମାନେ ସୁକାର୍ଯ୍ୟରେ ବ୍ୟବହାର କରିବା, ଯଦ୍ୱାରା ସଦାପ୍ରଭୁ ଆମମାନଙ୍କୁ ପ୍ରେମ କରିବେ। ଏବଂ ଷଷ୍ଠ ବିଷୟ, ସଦାପ୍ରଭୁ କେଉଁ ବିଷୟକୁ ସେ ଘୃଣା କରନ୍ତି? ମିଥ୍ୟା ସାକ୍ଷୀ
जे मिथ्या कहे, मिथ्या साक्षी जे सत्य कहे नहीं, जे मिथ्या उच्चारण करे। गोटे व्यक्ति विरुद्ध रे से मिथ्या साक्ष्य दिए, से व्यक्ति को मध्य सदाप्रभु घृणा करती। किंतु आम्भ मानंकु सत्यतार जीवन यापन करने को पड़िबो एवं सत्य साक्षी स्वरूप अन्य मानक सम्मुख रे ठिया हबाकू पड़िबो। मिथ्या साक्षी भाव में आम माने अन्य मानक बदल रे प्रतिनिधित्व करि परिबा नाही। जदि करिबा ताहाले सदाप्रभु आम्भ मानकू घृणा करिबे। एवं सप्तम विषय, भाई मानक मध्य रे कलिर बीज जे बुणे। अनेक लोक आज अर्थात एही दिन मानकरे अनेक परिवार मानकरे कलिर बीज से माने बुणंती, से माने कली लगाती। भाई मानक मध्य, भौणी मानक मध्य, पड़ोशी मानक मध्य, जो द्वारा सेमानकर जीवन रे सेमानकर परिवार रे शांति नहीं, से माने सहभागिता रे जीवन यापन करि पारु नाहंती। एही सब विषय को सदाप्रभु घृणा करती, प्रेम करती नहीं। ए संध्या समय रे मु आपण मानक सम्मुख रे 7 गोटी विषय रखिली। सदाप्रभु अर्थात सेल्फ एक्जिस्टेंट गॉड, स्वयं विद्यमान परमेश्वर, अनंत परमेश्वर, से कौन घृणा करती, क्यों सब विषय गुड़ा घृणा करती। प्रथम विषय अहंकार दृष्टि, द्वितीय विषय मिथ्यावादी जिह्वा, तृतीय विषय निर्दोषर रक्तपातकारी हस्त, चतुर्थ विषय अनिष्ट चिंतक अंतकरण, पंचम विषय कुकर्म करने बेगगामी चरण, षष्ठ विषय मिथ्या साक्षी जे मिथ्या कहे, सप्तम विषय भाई मानक मध्य रे कलिर बीज बुणे। सो ए संध्या समय मु आपण मानकु विशेष विश्वासी मानकु अनुरोध करिया पाई चाहे, जदि आम्भे माने गर्वी अटु ताहले आसंतु आम माने नम्रतार जीवन यापन करबा। जदि आम माने मिथ्या उच्चारण करूचु ताहले आम माने सत्यतार जीवन यापन करबा, सत्य कहबा। जदि आम माने अन्य को मारिबा पई चेष्टा करूचु ताहले ए विषय को आम बंद करबा। जदि आम अन्यर अमंगल चिंता करूचु ताहले आसंतु आम माने अन्यर मंगल चिंता करबाने मते चेष्टा करबा। जदि आमे माने आमनकर चरण को कुकर्म करबा पई व्यवहार करूचु ताहले आसंतु आम माने सुकर्म करबा पई व्यवहार करबा। जदि आमे माने मिथ्या साक्षी अन्य मानक बदल देउछु ताहले आसंतु आम माने सत्य तारे ठिया हेबा एवं सत्य साक्षी भाव में प्रतिनिधित्व करबा। जदि आम माने कलिर बीज भाई मानक मध्यरे भौणी मानक मध्यरे बुणुअछु ताहले आसंतु ए विषय को आमे बंद करबा। ए कार्य माने करबा नाही, जो द्वारा परमेश्वर खुशी हेबे एवं आम मानक प्रेम करिवे। जदि आम माने ए सकल कार्य करबा प्रतिदिन अनवरत धारावाहिक भाव में ताहले सदाप्रभु आम मानक घृणा करिवे। कारण स्वयं सृष्टिकर्ता सदाप्रभु जे आम मानक निर्माण करि अछंती, सृष्टि करि अछंती, से एही विषय गुड़ाक से घृणा करती एवं से चाहती जे आमे माने मध्य एही सब विषय गुड़ाक घृणा करू प्रतिदिन। मु विश्वास करूअछि पवित्र आत्मा परमेश्वर आपनकु अर्थात प्रत्येकंकु तांकर वाक्य द्वारा कथा कहि अछंती। जदि आपण मानकु परमेश्वर कथा कहि अछंती ए वाक्य द्वारा
विशेष पवित्र आत्मांकर वाक्य को आपण माने ग्रहण करंतु निजर हृदय को कठिन करंतु नहीं एवं ए वाक्य अनुसार जीवन यापन करने पाई गोटे सिद्धांत नियंतु एवं प्रभुंकर गौरव निमंते बंचिया पाई चेष्टा करंतु। प्रभु आपण प्रत्येक को आशीर्वाद करंतु। जदि ए वाक्य द्वारा आपण माने आशीर्वाद प्राप्त होय अछंती ताहाले विशेष एही वीडियो को अन्य मानक निकट रे शेयर करने पाई चेष्टा करंतु। ए वीडियो को लाइक करंतु एवं बेल आइकन को दबांतु, सब्सक्राइब करंतु एवं सत्यता जानिबा निमंते मते उत्साहित करंतु जेपरि मु आगामी दिन मानकर मध्य आपण मानक सम्मुख रे ए प्रकार वाक्य रखिबा पाई चेष्टा करिबी एवं आपण मानक जीवन रे गोटे आशीर्वादर कारण स्वरूप हो पारिबी। पुणी थरे आपण प्रत्येक को मु धन्यवाद देवा पाई चाहे आपणकर बहुमूल्य समय पाई। प्रत्येक को पुणी थरे नमस्कार। आमेन। गॉड ब्लेस यू ऑल।